ଆଜି ଆସନ୍ତୁ ଜାଣିବା ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟର 6ଟି କ୍ୟାମ୍ପ ବିଷୟରେ। ଭିଡ଼ିଓଟିକୁ ଦେଖିବା ପୂର୍ବରୁ ଆପଣମାନଙ୍କୁ କହି ରଖିବି, ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ତାପରେ ଆପଣ ଏହିପରି କିଛି ଯାତ୍ରା ଅପଡେଟ୍, ଆମର ଯାତ୍ରା ଭିଡ଼ିଓ କିଛି ଆପଣଙ୍କ ନିକଟରେ ପହଞ୍ଚିଯିବ। ଚଲନ୍ତୁ ଭିଡ଼ିଓକୁ ଡେରି କରିବାନି, ଶୀଘ୍ର ଆରମ୍ଭ କରିବା। ଏବେ ପ୍ରଥମ କ୍ୟାମ୍ପ ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟର ଭୁବନ ଢେଙ୍କାନାଳ ନିକଟରେ 25 ଜୁଲାଇରୁ 29 ଜୁଲାଇ ପର୍ଯ୍ୟନ୍ତ ଚାଲୁଅଛି ଏବଂ ଦ୍ୱିତୀୟ କ୍ୟାମ୍ପ ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟର ଦ୍ୱିତୀୟ କ୍ୟାମ୍ପ ସ୍ଥାନ କୁମୁସି ଢେଙ୍କାନାଳ, ସ୍ଥାନ କୁମୁସି ଢେଙ୍କାନାଳ 31 ଜୁଲାଇରୁ 4 ଅଗଷ୍ଟ ପର୍ଯ୍ୟନ୍ତ, 31 ଜୁଲାଇରୁ 4 ଅଗଷ୍ଟ ପର୍ଯ୍ୟନ୍ତ। ତୃତୀୟ କ୍ୟାମ୍ପ ସ୍ଥାନ ପେଡ଼ିପଥର ଅନୁଗୁଳ 5 ଅଗଷ୍ଟରୁ 9 ଅଗଷ୍ଟ, 5 ଅଗଷ୍ଟରୁ 9 ଅଗଷ୍ଟ 5 ଦିନ ଧରି ଆସୁଅଛି ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟ ତାର ନୂତନ ନାଟକକୁ ନେଇ। ଚତୁର୍ଥ କ୍ୟାମ୍ପ ତାରିଖ 10 ଅଗଷ୍ଟରୁ 14 ଅଗଷ୍ଟ, ସ୍ଥାନ କୋଶଳା ଅନୁଗୁଳ, ସ୍ଥାନ କୋଶଳା ଅନୁଗୁଳ 10 ଅଗଷ୍ଟରୁ 14 ଅଗଷ୍ଟ 5 ଦିନ ଧରି ଆସୁଅଛି ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟ। ପଞ୍ଚମ କ୍ୟାମ୍ପ ତାରିଖ 15 ଅଗଷ୍ଟରୁ 2025 19 ଅଗଷ୍ଟ ପର୍ଯ୍ୟନ୍ତ, ସ୍ଥାନ ବଂରପାଳ ଅନୁଗୁଳ 5 ଦିନ ଧରି ଆସୁଅଛି ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟ, ସ୍ଥାନ ବଂରପାଳ ଅନୁଗୁଳ 15 ଅଗଷ୍ଟରୁ 19 ଅଗଷ୍ଟ। ଷଷ୍ଠ କ୍ୟାମ୍ପ ତାରିଖ 20 ଅଗଷ୍ଟରୁ 23 ଅଗଷ୍ଟ, ସ୍ଥାନ ଭୀମକାଣ୍ଡ କଣିହା ଅନୁଗୁଳ। ଆପଣମାନଙ୍କୁ କିଛି ନୂତନ ନାଟକ ଆପଣମାନଙ୍କୁ ଭେଟିଦେବ। ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟ ପ୍ରଥମେ ଶ୍ରୀକୃଷ୍ଣ ଆଖିରେ ସୁଦାମା ଲୁହ, ଦ୍ୱିତୀୟ ବହି ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ତୃତୀୟ ସଖା ତମେ ମୋର ଶେଷ ଠିକଣା। ଆପଣମାନଙ୍କୁ ଏହିପରି କିଛି ନୂତନ ନାଟକକୁ ନେଇ ଆସୁଅଛି ଯାତ୍ରା ବାସ୍ତା କୋଣାର୍କ ଗଣନାଟ୍ୟ। ଆପଣଙ୍କୁ ଭେଟିଦେବ ଏହି ସ୍ଥାନ 6ଟି କ୍ୟାମ୍ପ। ଆପଣ ଯାଇ ମନୋରଞ୍ଜନର ଆଭିମୁଖ୍ୟରେ ବଢ଼ନ୍ତୁ ଏବଂ ଏହିପରି କିଛି ନୂତନ ନାଟକ ଏହି ବର୍ଷ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ତାର ଅନୁସନ୍ଧାନମୂଳକ ନାଟକ ଆପଣମାନଙ୍କୁ ଭେଟି ଦେଉଅଛି। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଧନ୍ୟବାଦ ଏବଂ ଜୟ ଜଗନ୍ନାଥ।